ଆପଣ ପ୍ରଥମ କଥା ହେଉଛି ରୁବେନ ବାନାର୍ଜୀ ନବୀନ ବାବୁଙ୍କ ସହିତ ଯୋଡ଼ି ହେଇକରି ଥିଲେ। ତାଙ୍କର ଯେଉଁ ପ୍ରଥମ ସଂସ୍କରଣ ବହିଟି ବାହାରିଥିଲା ଆମେ ତା ଦେହରେ ପଢ଼ିଛେ। ନବୀନ ବାବୁଙ୍କ ସମ୍ପର୍କରେ ବହୁତ କଥା ପଜିଟିଭ୍ କଥା, କିପରି ଭାବରେ ଦୀର୍ଘଦିନ ଧରି କ୍ଷମତାରେ ରହୁଛନ୍ତି, ଆ ଉପରେ ରାଜନୈତିକ ବିଶେଷଜ୍ଞମାନେ ବିଶ୍ଳେଷଣ କରିବା ଦରକାର, କିପରି ଲୋକଙ୍କ ଦ୍ୱାରା ଆଦୃତ ହେଉଛନ୍ତି। ତେଣୁ ରୁବେନ ବାନାର୍ଜୀ ପୁରା ଯୋଡ଼ି ହେଇକରି ଥିଲେ ନବୀନ ବାବୁଙ୍କ ସହିତ ତାଙ୍କର କ୍ଷମତା ଆରମ୍ଭ ଦିନ ଠାରୁ। ତେଣୁ ଆଜି ରୁବେନ ବାନାର୍ଜୀ ଯେଉଁ କଥା ଗୁଡ଼ିକ କହିଛନ୍ତି ତା ନିଶ୍ଚିନ୍ତ ଭାବରେ ସେ କଥା ଗୁଡ଼ିକର ପ୍ରଚଣ୍ଡ ପ୍ରାସଙ୍ଗିକତା ଅଛି, ଏଥିରେ ସନ୍ଦେହ କରିବାର କିଛି କଥା ନାହିଁ। ମୁଁ ତ ସେ ବହି ପଢ଼ି ନାହିଁ ଯେଉଁଟାକୁ ଏବେ ହେଇଛି, ଯେଉଁ ଦ୍ୱିତୀୟ ସଂସ୍କରଣ କରିଛନ୍ତି, କିନ୍ତୁ ଏ ସମ୍ପର୍କରେ ଯେଉଁ କୋଟରୀ କଥା କହୁଛନ୍ତି ଏ ସମ୍ପର୍କରେ ଆମର ବ୍ୟକ୍ତିଗତ ଭାବରେ ଉପଲବ୍ଧି ଅଛି। ବ୍ୟକ୍ତିଗତ ଭାବରେ ମୁଁ ଏ କଥା ବହୁ ଆଗରୁ ମଧ୍ୟ କହିସାରିଛି, ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଏ କଥା ମୁଁ କହିସାରିଛି। ଯେତେବେଳେ ଦଳ ଭିତରେ କାର୍ଯ୍ୟକ୍ରମ ଭିତରେ ଥିଲି ସେତେବେଳେ କିପରି ଭାବରେ ପାଣ୍ଡିଆନଙ୍କର ଚାଲ ଚାଲୁଥିଲା, କିପରି ଭାବରେ ପାଣ୍ଡିଆନ ଯାହା ଚାହୁଁଥିଲେ ତାହା ହେଉଥିଲା, ଭିତରେ ନବୀନ ବାବୁ ବିଶେଷ ଆଗ୍ରହ ପ୍ରକାଶ କରୁନଥିଲେ। ଏ କଥା ଅନେକ ସମୟରେ ଆମ ପାଖରେ ମଧ୍ୟ ପରିଲିଖିତ ହୋଇଛି, ଅନେକ ଉଦାହରଣ ମଧ୍ୟ ବ୍ୟକ୍ତିଗତ ଭାବରେ ମୋର ଅଛି। ମୁଁ ଯାହାର ତାର ଅନେକ ସମୟରେ ତାର ପ୍ରତିବାଦ କରିଛି, ପ୍ରତିବାଦର ଉତ୍ତର ପାଇଛି। ତେଣୁ ଯାହା କହିଛନ୍ତି ସେ ନିଶ୍ଚିନ୍ତ ଭାବରେ ସେ ଯେଉଁ ଗୋଟେ ଲେଖିଛନ୍ତି ସ୍ୱତନ୍ତ୍ର ଭାବରେ ପାଣ୍ଡିଆନଙ୍କ ସମ୍ପର୍କରେ ଏବଂ ଯେଉଁ ଡିବାକଲ ପାଇଁ ପାଣ୍ଡିଆନ ଦାୟୀ, ୟାକୁ ତ ଆଜି ସମସ୍ତେ କହିସାରିଛନ୍ତି। କିଏ ଯିଏ ବିଜୁ ଜନତା ଦଳରେ ଅଛନ୍ତି କିଏ ମୁହଁରେ ପରିପ୍ରକାଶ କରି କହିପାରୁଛନ୍ତି ନ କହିପାରୁଛନ୍ତି ଅଲଗା କଥା। ଏହା ଯେ ନିଶ୍ଚିନ୍ତ ଭାବରେ ଧ୍ରୁବ ସତ୍ୟ, ଏଥିରେ ସନ୍ଦେହ କରିବାର କିଛି ନାହିଁ। ନିଶ୍ଚିନ୍ତ ଭାବରେ ହେଇଛି। ମୋର ଯେତେବେଳେ ମନ୍ତ୍ରୀ ଯିବା କଥା ହେଲା କାହିଁକି ଗଲା, ହ୍ୱାଟ୍ ୱାଜ୍ ମାଇ ରଙ୍ଗ। ତେଣୁ ନିଶ୍ଚିନ୍ତ ଭାବରେ ଯିଏ ଅଧିକ ଭାବରେ ଲୋକଙ୍କ ପାଖକୁ ଆସିପାରିଲା, ମୁଁ ତ କହିଥିଲି ଆଗରୁ ବାରମ୍ବାର କରି, ଯେତେବେଳେ ଯାହା ଯାହା ହେଇଛି ମୁଁ ଗୋଟିଏ ମନ୍ତ୍ରୀ ଥିଲି, ଅନ୍ୟ କିଏ ଲେଖିଛନ୍ତି କି ନାହିଁ ମୁଁ ଜାଣିନି, ମୁଁ ପାଖାପାଖି 29ଟି UI ନୋଟ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିଲି, ଯାହାକୁ ତାଙ୍କୁ ଗ୍ରହଣ ହୋଇନଥିଲା। ସେ ମୋର ପ୍ରାଇଭେଟ୍ ସେକ୍ରେଟାରୀ କି ଡାକିକିରି କହିଲେ, ମୋତେ ତ କହିପାରିନାହାନ୍ତି, ପ୍ରାଇଭେଟ୍ ସେକ୍ରେଟାରୀ ଡାକିକି କହିଲେ ଆଉ UI ନୋଟ୍ ନ ଲେଖନ୍ତୁ, ଯାହା କହିବା କଥା କୁହନ୍ତୁ ଆସିକିରି, କିନ୍ତୁ ଆଉ ଲେଖା ନ ଲେଖନ୍ତୁ। ଏସବୁ ହେଉଛି କଥା। ନିଶ୍ଚିନ୍ତ ଭାବରେ ଯେଉଁ ପ୍ରଶାସନିକ ଅଧିକାରୀଙ୍କୁ ନେଇକରି ବିଶେଷ ଭାବରେ ତାଙ୍କର କୋଟେରୀ ଗ୍ରୁପ୍ ଥିଲା, ରାଜନୈତିକ ଲୋକ ତା ଭିତରେ ବିଶେଷ କିଛି କେହି ନଥିଲେ। ତେଣୁ ଏହା ହେଉଛି ତାର ପ୍ରତିଫଳନ ଯାହା ସେ ଲେଖିଛନ୍ତି। କଥାରେ ନିଶ୍ଚିନ୍ତ ଭାବରେ ସେ ଯେହେତୁ ଯୋଡ଼ି ହେଇକରି ଥିଲେ ନବୀନ ବାବୁଙ୍କ ସହିତ, ତେଣୁକରି ତାଙ୍କ ପାଖେ ଅନେକ ତଥ୍ୟ ନିଶ୍ଚିନ୍ତ ଭାବରେ ଅଛି ଯାହା ଲେଖିଛନ୍ତି, ଏବଂ ତାର ବ୍ୟକ୍ତିଗତ ଭାବରେ ମଧ୍ୟ ସେ କଥାରେ ବହୁତ ଲୋକ ଏକମତ ହେବେ। ମୁଁ ତ ନିଶ୍ଚିନ୍ତ ଭାବରେ ଏଥିରେ ସହମତି ପ୍ରକାଶ କରିବି, ଏଥିରେ କିଛି କଥା ନାହିଁ। ନିଶ୍ଚିନ୍ତ ଭାବରେ କିଛି ଅଛି, କାରଣ ଟିକେଟ ଘୋଷଣା ସରିଲା ପରେ 40,000 ଲୋକ ଯେତେବେଳେ ଏକାଠି ହେଉଛନ୍ତି ଯେ ପୁନର୍ବାର ଟିକେଟ ପୁନର୍ବିଚାର କର, ଯାହା ନିଷ୍ପତ୍ତି ନେଇଛନ୍ତି ଭୁଲ ନିଷ୍ପତ୍ତି ନେଇଛନ୍ତି। ଯେଉଁ ସର୍ଭେ କଥା କହୁଛ ସେ ସର୍ଭେ ପଇସା ଖାଇକିରି ସେ ସର୍ଭେ କରିଛ ବୋଲି ମୁଁ ସ୍ପଷ୍ଟ ଭାବରେ ତାଙ୍କ ମୁହଁରେ ଖୋଲମଖୋଲା ଭାବରେ ତାଙ୍କୁ କହିଲି। ତାପରେ ଯେତେବେଳେ ତାର କିଛି ପ୍ରଭାବ ପଡ଼ିଲାନି ତ କୋଟେରୀ ଗ୍ରୁପ୍ କାମ କରୁଥିଲା, ଏଥିରେ କିଛି ସନ୍ଦେହ କରିବାର କ'ଣ ଏଥିରେ।